ଦେଢ ଘଣ୍ଟା ଲାଗିଲା ଆମର ନିଆଁ ଫାରେ ତାପରେ କି କେତେ ମାନେ କି କୋଉ ଅବସ୍ଥାରେ ଥିବ କଣ କି କଣ କହିଲେ ତା ଆପଣ ଯାଇକି ଇନକ୍ୱାରୀ ଅଫିସର ଦେଖିବି କହୁଛନ୍ତି ଯେ ପାରିବେ। ଆପଣଙ୍କର ନାହିଁ, ଆପଣ କହିଦେଲେ କଣ ହେଇଯିବ? ଆଉ ଇନକ୍ୱାରୀ ଅଫିସର କହୁଛନ୍ତି ଆପଣଙ୍କର ନାହିଁ, ବୁଝିପାରିଲେନି ଆପଣ ଗାଧେଇଛନ୍ତି ନା ନାଇଁ ମାନେ କହିପାରିବି ଆଉ ମୁଁ କହିଲି ଆପଣ ଗାଧେଇ ଆପଣ ତାହେଲେ ଇନକ୍ୱାରୀଙ୍କ ବିରୁଦ୍ଧରେ ନା 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 ମୁଁ କାହା ବିରୁଦ୍ଧରେ ନାହିଁ। ଆଗ କେମିତି ଇଟା ଚାଲୁ ସେଇଟା କଣ ଅଛି ନା ନାଇଁ ଯୋଉ ପିଲା ନାଇଁ ଯୋଉ ପିଲା ଯାହାର ବି ଅସୁବିଧା ହେଇଛି ଆମେ ରାତିରେ ଠିଆ ହେଇଛୁ ନା ନାଇଁ ସେଇଟା ବି ଫାୟାର ସେଫ୍ଟି ଅଛି 100%। ଏବେ ବି ଯାଇକି ଆପଣ ଭିଡିଓ କରି ଦେଖିପାରିବେ 100% ଅଛି। ସେଠି କାହିଁ ତାହେଲେ ଆପଣଙ୍କର ସେ ଯୋଉ ଗୋଡାଉନ ଟାକୁ ତାଲା ପକେଇକି ସେଠି ଗୋଟେ ଦାଦାଗିରି ଭଳିଆ କରୁଛନ୍ତି ସବୁ କର୍ମଚାରୀ ମାନେ ସେଠି? କୋଉଠି ଆପଣଙ୍କ ସେଇ ଗୋଡାଉନ ରେ ପିଲା ତାଲା ପକେଇକି ରଖିଛନ୍ତି, ଭିତରକୁ ଏଣ୍ଟ୍ରି କରେଇ ଦଉନାହାନ୍ତି, ଆମେ ପୁରେଇବୁନି? ନା 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 ସେଇଟା ଆପଣ ବୁଝିବାକୁ ପଡିବ। ଆମର ଖୋଲା ଜିନିଷ ବି ପଡିଛି ନା, ଆମର ଖୋଲା ଜିନିଷ ବି ପଡିଛି ନା ଆଜ୍ଞା। ଆପଣ ସେଠି ଯେହେତୁ ବସ୍ତି ଏରିଆ ଚୋରି ଆମର କାହିଁ କରୁଛନ୍ତି ବସ୍ତି ଏରିଆ ଆପଣ ସାମ୍ବାଦିକ ମାନଙ୍କୁ ବି ସେମିତି କହୁଛନ୍ତି? ନା ନା ସେଇଟା ସିଏ ଶୁଣନ୍ତୁ ଆପଣ ମାନେ ବି ଆମ ସାଇ କରୁଛନ୍ତି ବାହାର ଲୋକ, କିନ୍ତୁ ମନା ନା 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 ଏଇଟା ଶୁଣନ୍ତୁ ଅନ୍ କ୍ୟାମେରା ଅଛି, ରେକର୍ଡ ସବୁ ଦେଖିବେ, ଦେଖିବାକୁ ଚାହିଁବେ? ଆପଣ ନାଇଁ 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 ଦେଖିବାକୁ ଚାହିଁବେ ନା ନା ସେଇଟା ନାଇଁ ଆପଣ କହିଲେ ଦେଖନ୍ତୁ ମୋର କଣ ଅସୁବିଧା ମୋର ପୁଅ ଚାଲି ଯାଇଛି 27 ବର୍ଷର, ମତେ କିଛି ଆଉ କୁହନ୍ତୁ ନାହିଁ। କେତେ ଦିନ ହେଲା କାମ କରୁଥିଲେ? କି ବହୁତ ଦିନ ହେଲା କଲେ, ତଥାପି 5-6 ବର୍ଷ ହବ। ବେଶୀ ହେଲେ। କଣ କେତେବେଳେ କାଲି ରାତିରେ କଥା ହେଇଥିଲେ? ରାତି 10ଟା ଖଣ୍ଡେ ହବ କଥା ହେଇଥିଲେ। ଖିଆ ପିଆ କରି ସବୁ ଠିକ ଠାକ? କହିଲା ମୁଁ ଡ୍ରେସ୍ କାଚିକି ବତୁରେଇଛି, ଯାଉଛି ଡ୍ରେସ୍ କାଚିକି ଶୋଇବି, ଏତିକି କଥା। ତାପରେ ଆପଣ ଖବର ପାଇଲେ ଏମିତି ହେଇଛି? ଆଜ୍ଞା। ଆପଣଙ୍କ ଘର ସେଇଠି କେତେ ଦୂର ହବ ଭୁବନେଶ୍ୱରରୁ? ତଥାପି 40 କିଲୋମିଟର ପରେ ହବ। ଆପଣ ତାଙ୍କ ବାପା ମାନେ ଫ୍ୟାମିଲି କେତେ ଜଣ ଥିଲେ ଆପଣଙ୍କର? ଗୋଟେ ଝିଅ ଗୋଟେ ପୁଅ। ମାନେ ଇଏ ଘର ଚଳାଇବା ପାଇଁ ପୁଅ? ଘର ଚଳାଏ ପୁଅ, ଝିଅଟି ବି ବାହା ଯାଇଛି, ପୁଅ। ଭାଗୀରଥୀ ପାତ୍ର ପାଟନାର ମା ତାରିଣୀ ବସ୍ତିଲା। ଆଜ୍ଞା, କଣ କାଲି ରାତିରେ ଘଟଣା ଘଟିଲା ଆଉ କର୍ମଚାରୀଙ୍କର ଜୀବନ ଯାଇଛି ବୋଲି କୁହାଯାଉଛି, କଣ ଘଟଣା ହେଲା ଟିକେ କହିଲେ? ଆମର ରାତି 9ଟାରେ ଦୋକାନ ବନ୍ଦ ହେଇଯାଇଥିଲା। ଦୋକାନ ସେଟା ନୁହଁ ଗୋଡାଉନ। ଏ ପିଲାଟି ଗୋଡାଉନରେ କାମ କରେ। ତେଣୁ ଇଏ ପିଲାଟି କଣ ଯେତେ ପିଲା ବି କାମ କରନ୍ତି, କାଲି 9ଟା ରାତିରେ ଦୋକାନ ବନ୍ଦ ହେଇଯାଇଥିଲା। ଗୋଡାଉନ ଯେହେତୁ 9ଟା ରାତିରେ ଦୋକାନ ବନ୍ଦ ହେଇଯାଇଥିଲା। ତାପରେ ଆମର ବି କେହି ନଥିଲେ, ସବୁ ଦୋକାନ ତ ଆମର ବନ୍ଦ, ଏପଟେ ଆଗ ଦୋକାନ ବି ବନ୍ଦ ହେଇଯାଇଥିଲା। ତାପରେ ଆମେ ଶୁଣିବାକୁ ପାଇଲୁ ଯେ ଏମିତି ନିଆଁ ଲାଗିଯାଇଛି। ସାଙ୍ଗେ ସାଙ୍ଗେ ଫୋନ କଲେ ମୋ ପୁଅ ପାଖକୁ ଲୋକ, ଏଇ ପିଲା ପୁଅ ପିଲା ଫୋନ କଲା ପରେ ସାଙ୍ଗେ ସାଙ୍ଗେ ଆମେ ଫାୟାର ଷ୍ଟେସନକୁ ପୁଅ ମୋର ଫୋନ କଲା। ଫାୟାର ଷ୍ଟେସନ ଗାଡି ଗଲା, ତାପରେ ପୁଅ ବି ତାଙ୍କ ପଛେ ଗଲା। ଆଉ ଗଲା ପରେ ଦେଖିଲା ବେଳକୁ ଫାୟାର ଷ୍ଟେସନ ବୋଲେ ପିଲା ବି ପଶିଗଲେ। ପିଲା ପଶିଗଲେ, ଫାୟାର ଷ୍ଟେସନ ଗାଡି ଗଲେ କହିଲେ ନାଇଁ ବାହାରେ, ନହେଲେ ଆମେ ପଳେଇଯିବୁ। ଏଠୁ ପିଲା ପଳେଇ ଆଇଲେ, ଇଏ ପିଲାଟିକୁ ତା ଭିତରେ ପଳେଇ ଯାଇଛି ଆଉ। ଆଜ୍ଞା, ଆପଣଙ୍କର ସେ ଯୋଉ ଗୋଡାଉନ ରେ ଫାୟାର ସେଫ୍ଟି ବ୍ୟବସ୍ଥା ଥିଲା ନା ନଥିଲା? ଗୋଡାଉନ ରେ ରହିବ କଣ, ଗୋଡାଉନ ତ ଆମର କିଛି କାମ ଅଛି, ଖାଲି ଗୋଡାଉନ ଟା। ଗୋଡାଉନ କମ୍ପ୍ୟୁଟର ଥିଲା, ସେଠି ସିଷ୍ଟମ ଥିଲା, ସେଗୁଡାକ ଗୋଡାଉନ ମାଲ ଯୋଉ ଆସିଲା ସେ ଚଢିଲା ଖାଲି ରହିବା କଥା ତ ଆପଣ ହେଲା ହେଇଥାଇପାରେ, ମୁଁ ସେ ଜାଣିନି, ଆମେ ଯୁକ୍ତି କରୁନୁ। ଯେହେତୁ ଗୋଡାଉନ ସେଠି ବେପାର ହଉନଥିଲା, କଣ କଥା ବୁଝିପାରୁଛନ୍ତି? ଫାୟାର ସେଫ୍ଟି ରହିବା କଥା ନା ନାହିଁ? ନା ନା ହଁ ହଁ, ଯେହେତୁ ଗୋଡାଉନ ରହିବା କଥା ନ ରହିବା କଥା ମୁଁ କହିପାରିବି। ଆପଣ ଓନର ପରା, ଆପଣ ଜାଣିନାହାନ୍ତି ନିୟମ ବିଷୟରେ? ଦୋକାନ କଥା ଜାଣିଛୁ, ଯେହେତୁ ଗୋଡାଉନ କଥା କୁହନ୍ତୁ, ତାପରେ ମୁଁ ସେଇ କଥା କହିଲି, ଗୋଡାଉନ କଥା ପୁରା। ଆଜ୍ଞା, ଫାୟାର ସେଫ୍ଟି ଅଧିକାରୀଙ୍କର ଆଜ୍ଞା ଏଠିକି ଆସନ୍ତୁ। ଯୋଉ ଫାୟାର ସେଫ୍ଟି ବ୍ୟବସ୍ଥା ଆପଣଙ୍କର ଗୋଡାଉନ ରେ ଥିଲା ନା ନଥିଲା? ଫାୟାର ସେଫ୍ଟି ଥିଲା। ଫାୟାର ସେଫ୍ଟି ଆପଣଙ୍କୁ ଆମେ ଭିଡିଓ ବି ଦେଖେଇଦେବୁ। ଆମର ଫାୟାର ବି ଆମର ଗୋଟେ ରଞ୍ଜନ ପିଲା ରଖିଛୁ, ସିଏ ବି ସାଙ୍ଗେ ସାଙ୍ଗେ ହାଇଡ୍ରାଣ୍ଟ ଖୋଲିକି ସବୁ ପାଇପ୍ ଲଗେଇକି ସିଏ ବି ଆମର ବ୍ୟାକ୍ ସାଇଡ ବୋର୍ଡ ଆମେ ପୁରା ଫୁଲ ସପୋର୍ଟ ଦେଇଛୁ। ଆମର ଯାହା ବି ଏଷ୍ଟିଗୁସର ଥିଲା 20-25ଟା ଏଷ୍ଟିଗୁସର ଥିଲା, ତାକୁ ବି ଆମେ ଉଡେଇଛୁ। ଅଧିକାରୀ ଯାହା ଫାୟାର ସେଫ୍ଟି ଅଧିକାରୀଙ୍କ କଥା ସହିତ ଆମେ କଥା ହଉଥିଲୁ ତାଙ୍କର ଫୋନ ଯୋଗେ, ତାଙ୍କର କହିବା କଥା ସମ୍ପୂର୍ଣ୍ଣ
ସମ୍ପୂର୍ଣ୍ଣ ଭାବରେ ଗୋଡାଉନ ଟି ଫାୟାର ସେଫ୍ଟି ବ୍ୟବସ୍ଥା ନଥିଲା। ନା ଥିଲା ତ ସେ ନାଇଁ ମନା କାହିଁକି? କରୁଛନ୍ତି ଆକ୍ସନ ହବ ବୋଲି କହୁଛନ୍ତି, ବିଭିନ୍ନ ତାଙ୍କ ଉପରେ ନାଇଁ, ଆକ୍ସନ ହବ। କିଛି ନାହିଁ, ବିଭିନ୍ନ ପ୍ରକାର ବିଭିନ୍ନ ଲୋକ କଥା କହିବେ। ଆଜି ଆରେ ମୁଁ ଫାୟାର ସେଫ୍ଟି ଅଧିକାରୀ କହୁଛନ୍ତି, ଜଣେ ହଁ। ସରକାରୀ ଅଧିକାରୀ ଆଜି ଜଣେ ସେ ପେପର କହୁଛନ୍ତି ନାଇଁ ଆପଣଙ୍କର ଗୋଡାଉନ ରେ ଫାୟାର ସେଫ୍ଟି ବ୍ୟବସ୍ଥା ନଥିଲା। ନାଇଁ ଆମର ଥିଲା, ଆମର ଫାୟାର ସେଫ୍ଟି ଥିଲା, ଇନ୍ସୁରାନ୍ସ ଅଛି, ସବୁ ଅଛି। ଇନ୍ସୁରାନ୍ସ କଥା ଛାଡୁଛନ୍ତି, ନାଇଁ, ଫାୟାର ସେଫ୍ଟି ଅଛି ବ୍ୟବସ୍ଥା 100% ଅଛି ଆମର। ଆଜ୍ଞା। ନାଇଁ ଆଉ କି? ଗୋଟେ କଥା ହଉଛି, ହଁ କୁହନ୍ତୁ। ଆପଣଙ୍କ ଦୋକାନରେ ଯୋଉ ଫାୟାର ସେଫ୍ଟି ବ୍ୟବସ୍ଥା କରିବା ପାଇଁ ସେ ବାରମ୍ବାର ଆପଣଙ୍କୁ ଅର୍ଡର ଦେଇଛନ୍ତି, କିନ୍ତୁ ଆପଣ କରୁଛନ୍ତି ସେଟା କିନ୍ତୁ କାମ କରୁନି ବୋଲି ତାଙ୍କର ଯାହା କହିବା କଥା ହଉଛି ଏଇଆ। ତାକୁ କାହିଁକି ନାଇଁ କହିଛନ୍ତି ଅନ୍ ରେକର୍ଡ ଅଛି, ଅଛି ଆମର ଅନ୍ ସବୁ ରେକର୍ଡ ଅଛି, ଯାହା ଆକ୍ସନ ନେବେ ଫାୟାର ବୋଲି କହିଛନ୍ତି ମଧ୍ୟ। କିଛି ନାହିଁ, ଆପଣଙ୍କୁ ଯାହା ବାରମ୍ବାର ନୋଟିସ କରିଛନ୍ତି, ଫାୟାର ର ଯାହା ଆମର ନିୟମ ଅଛି ସବୁ ଆମର ଅଛି, ଫାୟାର ସେଫ୍ଟି ସେ ଅଛି ମନା ସବୁ। କରୁଛନ୍ତି, ଅଧିକାରୀ ମନା କରୁଛନ୍ତି ଆଜ୍ଞା ବିଭିନ୍ନ ଆପଣଙ୍କର ପ୍ରକାର ନାହିଁ। ବିଭିନ୍ନ କଥା କହିବେ, ତାପରେ କଣ ଆମେ କଣ ତାହେଲେ ପାଟି ବନ୍ଦ କରିଦେବା? ଅଧିକାରୀ କଣ ଆପଣଙ୍କୁ ନା ବଦନାମ କରିବା ମୁଁ ପାଇଁ କଣ ଚେଷ୍ଟା କରୁଛନ୍ତି? ଆଜି ଦିଟା ପେପରରେ ଗୋଟେ ସମ୍ବାଦରେ ନା କୋଉଠି ଥର ପ୍ରମେୟରେ ବାହାରିଛି ଠିକ, ଆଉ କୋଉଥିରେ ଗୋଟେ ଦେଖୁଥିଲି ଆଉ ଥରେ ବାହାରିଛି କଣ ମାନେ ର୍ୟାକ୍ ତଳେ ଚାପି ହେଇକି ମାନେ ମୁକ୍ତ ହେଇଗଲେ, କିନ୍ତୁ ର୍ୟାକ୍ ଆଜ୍ଞା ତଳେ ଚାପି ଫାୟାର ସେଫ୍ଟି କଥା କହୁଛନ୍ତି, ଆପଣ କୋଉ ପେପର କଥା ସବୁ କହୁଛନ୍ତି? ନାଇଁ ଫାୟାର ଫାୟାର ସେଫ୍ଟି ସେଫ୍ଟି କଥା ଅଛି, ଫାୟାର ଆଜ୍ଞା ସେଫ୍ଟି ମନା ଅଛି, କରୁଛନ୍ତି, ହାଇଡ୍ରାନ୍ ସେମାନେ ଲଗା ସମସ୍ତେ ହେଇଛି, ଯାଇଥିଲେ। ଯାହା ଫାୟାର ର ଯାହା ନିୟମ ପ୍ରୋସିଜର ଆମେ ସବୁ ଆମର ଫାୟାର ସେଫ୍ଟି ଅବଲମ୍ବନ କରିବୁ। ଅଧିକାରୀଙ୍କର କହିବା କଥା, କାଲି ଯେତେବେଳେ ନିଆଁ ଲିଭା କାର୍ଯ୍ୟ ସରିବା ପରେ ସେମାନେ ସବୁ ଇନକ୍ୱାରି କରିଛନ୍ତି, ଆପଣଙ୍କର ସେଠି ଫାୟାର ସେଫ୍ଟି ବ୍ୟବସ୍ଥା ନାହିଁ। ଆମର ସେ 100% ଅଛି, ମନା ଆପଣ ବି କରୁଛନ୍ତି। ଯାଇକି ତାପରେ ଦେଖିପାରିବେ। ଆପଣଙ୍କୁ ନୋଟିସ କରିଛନ୍ତି, ଯୋଉ ଆପଣଙ୍କର ଯୋଉ ଦୋକାନ ଅଛି ସେଠିକି ମଧ୍ୟ ନୋଟିସ କରିଛନ୍ତି ଯେ ବାରମ୍ବାର ଆପଣଙ୍କୁ କହିଲା ପରେ ବି ଆପଣଙ୍କର ସେଠି ଫାୟାର ସେଫ୍ଟିର ବ୍ୟବସ୍ଥା କରିବା ପାଇଁ ଆପଣ ଲଗାଉଛନ୍ତି, କିନ୍ତୁ ସେଗୁଡା କାମ କରୁନି ନାଇଁ ନାଇଁ ସବୁ କହୁଛନ୍ତି। ଯଦି ସେମାନେ ନା ନା inquiry- ଗୋଟେ ଜିନିଷ ସେମାନେ ଚେକ୍ କରିବା ପାଇଁ ବଢିଆ ଆସୁଛନ୍ତି। ବଢିଆ କଥା କହିଲେ ଆପଣ, ଯଦି ଲଗେଇ ପାରୁନାହାନ୍ତି ମୁଁ ଭିଡିଓ କରିବି, ଭିଡିଓ କ୍ଲିପ ଆପଣଙ୍କୁ ନାଇଁ ସେଗୁଡା ପଠେଇଦେବି। ଆପଣ ଲଗେଇଛନ୍ତି, କିନ୍ତୁ ଆମର ସେଗୁଡା ନାଇଁ କାମ ନାଇଁ କରୁନି। ତାହେଲେ କାଲି କେମିତି ତାହେଲେ ପାଣି ଆମେ ଯେତେବେଳେ ପାଣି ଏଷ୍ଟିଗୁସର 20-25ଟା ଆମେ ନା କାମ କରୁଛି ନା ନାଇଁ ଆପଣ ଦେଖିବେ, ଭିଡିଓଟା ମୁଁ ପଠେଇଦେବି ଆପଣଙ୍କୁ, ପିଲା ବି ଆମ ଭିଡିଓ କରୁଛନ୍ତି। ତାହେଲେ କଣ ଗୋଟେ ଫାୟାର ସେଫ୍ଟି ଅଧିକାରୀ ମାନେ ଆପଣଙ୍କୁ ବଦନାମ କରିବା ପାଇଁ, ତାରିଣୀ ବସ୍ତ୍ରାଳୟକୁ ବଦନାମ କରିବା ପାଇଁ ଇଏ ଗୋଟେ କଥା ନା କହୁଛନ୍ତି। ନା ସେଇଟା ରାତି 10:30 11 10:30